ଏହି ନୂଆ ବର୍ଷରେ ଆମେ ଭାଇ ଭଉଣୀ ଖୁବ୍ ମଜାମସ୍ତି କରିବୁ ବୋଲି ପ୍ଲାନ୍ କରି ବଜାର ଯାଇ ନୂଆ ଡ୍ରେସ୍ ସହିତ ବହୁତ କିଛି ଜିନିଷ କିଣାକିଣି କରି ବସ୍ରେ ଫେରୁଥିଲୁ। ଅନେକ ଦିନ ପରେ ମୋ ଗେଲି ଭଉଣୀ ଘରକୁ ଆସିବ ବୋଲି ବାପା ମା ବି ବହୁତ ଖୁସି ଥିଲେ। ଆଉ ଆମେ ଦୁଇ ଭାଇ ଭଉଣୀ ଖାଇ ପିଇ ଘର ପାଇଁ ଅନେକ ଜିନିଷପତ୍ର କିଣାକିଣି କରି ଚାନ୍ଦିନୀ ବସ୍ରେ ଚଢ଼ି ଯାଇଥିଲୁ। ଆଉ ଜିନିଷପତ୍ରକୁ ବସ୍ରେ ରଖି ଦୁଇ ଭାଇ ଭଉଣୀ ପାଖାପାଖି ସିଟ୍ରେ ବସି ଯାଇଥିଲୁ। ବସ୍ଟି ଅନେକ ଦୂର ଆସିଲା ପରେ ମୋତେ ଛାଇ ନିଦ ଲାଗିଯାଇଥିଲା। ଠିକ୍ ସେତିକି ବେଳେ ମୋ ଭଉଣୀ ନୀରର ଦେହ କ'ଣ ହୋଇଯାଇଥିଲା ଆଉ ଜୋରରେ ବାନ୍ତି ମଧ୍ୟ ହୋଇଥିଲା। ବସ୍ରେ ବସିଲେ ଏମିତି ବାନ୍ତି ହେଉଥିବ ଭାବି ତାକୁ ପାଣି ବୋତଲ ବଢ଼େଇ ଦେଇଥିଲି ପିଇବା ପାଇଁ, ଆଉ କହିଥିଲି ଶୋଇପଡ଼ିଲେ ବାନ୍ତି କମିଯିବ। ହେଲେ ମୁଁ ଜାଣିନଥିଲି ମୋ ସାନ ଭଉଣୀ ନୀର ସବୁଦିନ ପାଇଁ ସେ ସିଟ୍ ଉପରେ ଶୋଇପଡ଼ିବ ବୋଲି। ଦେଖୁ ଦେଖୁ ନୀରର ପେଟ ଜୋରରେ କାମୁଡ଼ିବା ଆରମ୍ଭ ହୋଇଯାଇଥିଲା ଆଉ ସେ ସହି ନ ପାରି ଏପଟ ସେପଟ ଗଡ଼ି ଯାଇଥିଲା, ଯାହାକୁ ଦେଖି ମୁଁ ଛାନିଆ ହୋଇଯାଇଥିବା ବେଳେ କଣ୍ଡକ୍ଟର ଆମ୍ବୁଲାନ୍ସକୁ ମଧ୍ୟ ଫୋନ୍ କରିଥିଲେ। ଆଉ ଆମ୍ବୁଲାନ୍ସ ଆସି ମେଡ଼ିକାଲ ନେଇଥିଲା ସତ, ହେଲେ ମେଡ଼ିକାଲରେ ପହଞ୍ଚିଲା ବେଳକୁ ତାର ଆଉ କିଛି ନଥିଲା। ମୋ ଭଉଣୀ ମୋ କୋଳରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଦର୍ଶକ ବନ୍ଧୁ, ଏକଥା ଆମେ କହୁନୁ, ଏକଥା କହୁଛନ୍ତି ନିଜ ଗେଲି ଭଉଣୀକୁ ହରେଇ ଛାତି ପିଟି କାନ୍ଦୁଥିବା ଏ ଭାଇ ଜଣକ। ଆଉ କହୁଛନ୍ତି ମୁଁ ମୋ ଭଉଣୀ ବିନା କେମିତି ବଞ୍ଚିବି, ଯାହା ବାଟକୁ ଘର ଲୋକେ ଚାହିଁ ରହିଛନ୍ତି ତାଙ୍କୁ କେମିତି କହିବି ତାଙ୍କର ସେ ଝିଅ ଆଉ ଫେରିବନି ବୋଲି। ତାଙ୍କ ଅପେକ୍ଷାର ଅନ୍ତ କେବେ ବି ଘଟିବନି, କାରଣ ସେ ଅଫେରା ରାଜ୍ୟରେ ରାଜକୁମାରୀ ହୋଇଯାଇଛି। ତେବେ ନୀରବାଇ ଓ ସୁରେଶ ରାମ ପ୍ରଥମେ ବାଲେଶ୍ୱରରୁ ରାଉରକେଲା ଓ ପରେ ଛତିଶଗଡ଼ ସ୍ଥିତ ବରାହକର ଗ୍ରାମକୁ ଯାଇଥିଲେ। ହେଲେ ବାଙ୍ଗିରିପୋଷି ପାଖାପାଖି 18 ବର୍ଷ ଝିଅ ନୀରବାଇଙ୍କ ପେଟ ଜୋରରେ କାମୁଡ଼ିଥିଲା ଆଉ ବସ୍ କର୍ମଚାରୀଙ୍କ ସହାୟତାରେ ସୁରେଶ ନୀରକୁ ମେଡ଼ିକାଲ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ପୁରା ମେଡ଼ିକାଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ କେଉଁ ପରିସ୍ଥିତିରେ ନୀରଙ୍କର ମୃତ୍ୟୁ ହୋଇଥିଲା ତାହା ଜଣାପଡ଼ିନଥିଲା। ଘଟଣାସ୍ଥଳରେ ଏନେଇ ପୋଲିସ ଛାନଭିନ କରୁଥିବା ବେଳେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଷୟରୁ ଅନୁହାର ରିପୋର୍ଟ A1 ଓଡ଼ିଆ।